ଆଜ୍ଞା ମଣିଷ ଏଠି ଘରେ ଗାଈଟିଏ ରଖି ତାଙ୍କ ସେବା କରିବାକୁ ପୁରା ଅକ୍ଷମ। ଏତେ କଷ୍ଟ ତାଙ୍କୁ ଯେ ସେମାନେ ଗାଈମାନଙ୍କୁ ଫିଟେଇ ଦେଇ ବାହାରେ ଛାଡ଼ି ଦେଉଛନ୍ତି, ଯାହାଫଳରେ ବହୁତ ଲୋକଙ୍କର ଦୁର୍ଘଟଣା ଘଟୁଛି। ଆଉ ସେଇ ଗାଈମାନଙ୍କର ବି ଜୀବନ ଯାଉଛି। ହେଲେ ବାହାରର ପଶୁ କୁକୁରଟିଏ ତାକୁ ଘରେ ରଖି ତାକୁ ବେଡ୍ ଉପରେ ଶୁଆଇ ଗେଲ କରି ସେଥିରେ ଲୋକମାନଙ୍କର ବହୁତ ଖୁସି, ବହୁତ ସଉକ। ଘର ଘର ବୁଲି କ୍ଷୀରବାଲାଟିଏ କ୍ଷୀର ଦେଇଯିବ। ଯଦି କ୍ଷୀର ରେଟ୍ ଟଙ୍କାଏ 2 ଟଙ୍କା ବଢ଼ିଗଲା, ଲୋକଙ୍କର କୋଶ୍ଚିନ୍, ଲୋକଙ୍କର ପ୍ରଶ୍ନ, କାହିଁ କ୍ଷୀର ରେଟ୍ ବଢ଼ିଗଲା। ହେଲେ 200 ଟଙ୍କିଆ ମଦକୁ ମଦ କାଉଣ୍ଟରରେ 500 ଟଙ୍କା ବ୍ଲାକ୍ରେ କିଣି ପିଇଯିବେ, ସେଥିରେ କିଛି ବି ଅବଜେକ୍ସନ୍ ନାହିଁ ଯେ କାହିଁ 200 ଟଙ୍କିଆ ମଦ 500 ଟଙ୍କିଆ ହେଲା। ଆଜ୍ଞା ମୋର ଗୋଟେ ଛୋଟିଆ ଅନୁରୋଧ, ନିହାତି ଆମେ ଆମ ମାଇଣ୍ଡକୁ ଚେଞ୍ଜ କରିବା। ଯେଉଁଟା ଆମ ସମାଜ ପାଇଁ ଠିକ୍ ଆମେ ତାକୁ ଆପଣେଇବା। ସମସ୍ତଙ୍କର ଚେଷ୍ଟା, ସମସ୍ତଙ୍କର ଇଚ୍ଛା ନିହାତି ଆବଶ୍ୟକ। ରହିଲି। ଜୟ ଶ୍ରୀ ଜଗନ୍ନାଥ।